ଯାହା ହଉ ଆଜି ସାମ୍ବାଦିକ ସଂଘ ତରଫରୁ ଏଇ ଯେଉଁ ଆମର ଗିରିଗୋବର୍ଦ୍ଧନ ପାଦଦେଶରେ ଯେଉଁ ଆଜି ଫଙ୍କସନ୍ ଯେଉଁ କାର୍ଯ୍ୟକ୍ରମଟା ହେଲା ମୋତେ ବହୁତ ଭଲ ଲାଗିଲା ଏବଂ ସମସ୍ତେ ଆସି ଏଠି ଯୋଗଦାନ କରିଥିବାରୁ ବହୁତ ଖୁସି ଏବଂ ଆମର ପୋଲିସ ଅଫିସର ଏବଂ ଆମର ଫାୟାର ଅଫିସର ଏବଂ ସମାଜସେବୀ ବସନ୍ତ ବାବୁ ଆମର ରମେଶ ବାକି ଆମର ସାଂସଦ ପ୍ରତିନିଧି ଚୁମା ସେମାନେ ସବୁ ଆସି ପହଞ୍ଚିବାରୁ ଆହୁରି ବହୁତ ଖୁସି ହେଲା। ଏଇ ପର୍ବ ଫଙ୍କସନ୍ ପ୍ରତିବର୍ଷ ହଉ ମୋର ସମସ୍ତଙ୍କୁ ଅନୁରୋଧ କରୁଛି ସମାଜ ସଂଘର ଭାଇମାନଙ୍କୁ। ଆଜି ପବିତ୍ର ହୋଲିରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ସଂଘ ତରଫରୁ ଏଇ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରିଛୁ ଆମେ ଗୋଟେ ଆଲୋଚନା କଲୁ ଯେ ମାନେ ସମାଜରେ ଯେଉଁ ସେବା କରୁଥିବା କି ମାନେ ସଂସ୍ଥାମାନେ ହଉ ବ୍ୟକ୍ତିମାନେ ଯେଉଁ ଏମାନେ କୌଣସି ପର୍ବ ପାଳନ କରିପାରୁନାହାନ୍ତି। ଏମାନଙ୍କ ପରିବାରଠୁ ବହୁତ ଦୂରରେ ରହୁଛନ୍ତି। ଏମାନଙ୍କର ଡ୍ୟୁଟିକି ମାନେ ଆଗରେ ଆଖି ଆଗରେ ରଖି ପ୍ରତ୍ୟେକ ମାନେ ଏ ଯେଉଁ ପର୍ବକୁ ଏମାନେ ପର୍ବଠୁ ଦୂରେଇ ଯାଉଛନ୍ତି। ତେଣୁକରି ତାଙ୍କୁ କେମିତି ଆମେ ଏ ଯେଉଁ ହୋଲିରେ ସାମିଲ କରି ତାଙ୍କୁ କିଛି ଉତ୍ସାହିତ କରିବା ସେଇଥିପାଇଁ ଆମେ ଗୋଟେ ଏଇ ଯେଉଁ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲୁ ଏବଂ ଆରମ୍ଭ କରି ଯାହା ହଉ ଆମେ ଆମର ଆଜି ଯେଉଁ କାର୍ଯ୍ୟକ୍ରମଟା ସଫଳ ହେଇଛି। ସମସ୍ତେ ଆସିଛନ୍ତି, ଆସିକି ମାନେ ଆମକୁ ବି ସେମାନେ ଉତ୍ସାହିତ କରିଛନ୍ତି। ଯାହା ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ନମସ୍କାର, ମୋ ନାଁ ବସନ୍ତ କୁମାର ସାହୁ, ମୁଁ ଜଣେ ଟାଙ୍ଗୀର ସମାଜସେବୀ। ଏଇଟା ଆଜି ଗୋଟେ ବଡ଼ ଦିନ, ହୋଲିର ପର୍ବ। ହୋଲିର ପର୍ବ ମାନେ ଏଇଟା କୃଷ୍ଣ ରାଧାଙ୍କର ମିଳନରେ ଏଇଟା ହୋଲି ପର୍ବ ସର୍ବଭାରତୀୟ ସ୍ତରରେ ସବୁ ଜାଗାରେ ହୋଲି ପର୍ବ ହେଉଛି। କିନ୍ତୁ ଆମର ଯେଉଁମାନେ ପୋଲିସ ଭାଇମାନେ ହୁଅନ୍ତୁ, ସାମ୍ବାଦିକ ଭାଇମାନେ ହୁଅନ୍ତୁ, ଫାୟାର ଅଫିସର ଭାଇମାନେ ହୁଅନ୍ତୁ, ଡାକ୍ତରମାନେ ହୁଅନ୍ତୁ, ସିଏ ତାଙ୍କର ନିଜ ସେବା ଛାଡ଼ିକି ହୋଲି ଖେଳ ଛାଡ଼ିକି ମାତ୍ର ସେ ତାଙ୍କର ସେବା କରି ଲୋକଙ୍କ ସେବାରେ ନିୟୋଜିତ ହୋଇକି ଅଛନ୍ତି। ଆମେ ଚାହୁଁଛୁ ଯେ ଆମ ଏଇ ଗାଁରେ ଟାଙ୍ଗୀରେ ଗିରିଗୋବର୍ଦ୍ଧନଙ୍କ ପାଦଦେଶରେ ଆମେ ଗୋଟେ ଯେଉଁ ସାମ୍ବାଦିକ ଭାଇମାନେ ପ୍ରଥମ ଥର, ମୁଁ ତ ଏଠିକି ପ୍ରଥମ ଥର ଆଜି ଆସିଛି, ମୋତେ ବହୁତ ଭଲ ଲାଗିଲା ଯେ କି ଯାହା ହଉ ଆମର ସାମ୍ବାଦିକ ଭାଇମାନେ ସମସ୍ତଙ୍କୁ ନେଇକି ଏଭଳିଆ ଗୋଟେ ଅଭିନବ ପ୍ରୟାସ କରିଛନ୍ତି। ମୁଁ ସେଇ ଯେଉଁ ଖୁସି ଅଛି। ଯାହା ହଉ ଯେଉଁମାନେ ଆମର କାର୍ଯ୍ୟରତ ସାମ୍ବାଦିକ ଭାଇମାନେ ହୁଅନ୍ତୁ, ପୋଲିସ ଭାଇମାନେ ହୁଅନ୍ତୁ, ଫାୟାର ଅଫିସର ଭାଇମାନେ ହୁଅନ୍ତୁ, ସେମାନେ ତାଙ୍କର ନିଜର ଫ୍ୟାମିଲି ମାନେ ପରିବାର ସମ୍ପର୍କକୁ ଛାଡ଼ି ସେ ତାଙ୍କର ଡ୍ୟୁଟି କରୁଛନ୍ତି। ଡ୍ୟୁଟି ଇଜ୍ ଗଡ୍। କର୍ମମୟ ଜୀବନରେ ସେମାନେ କର୍ମ ହିଁ ଭଗବାନ ବୋଲି ନେଇ ସେ ନିଜର ହୋଲି ଆଜି ଏତେ ବଡ଼ ପର୍ବ ଥାଇ ମଧ୍ୟ ସେ ନିଜର ଡ୍ୟୁଟିଟା କରୁଛନ୍ତି। ମୋତେ ଏଇଟା ଭଲ ଲାଗୁଛି। ଆମର ଟାଙ୍ଗୀରେ ଆଜି ଆମର ସାମ୍ବାଦିକ ଭାଇମାନେ ଯେଉଁ ହୋଲି ପର୍ବଟାକୁ ନିଆରା ଭାବରେ କରିଛନ୍ତି, ମୁଁ ତାଙ୍କୁ ବିଶେଷ ଭାବେ ଉପକୃତ କରୁଅଛି। ଆଜି ଯେଉଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଆୟୋଜିତ କରାଯାଇଥିବା ହୋଲି ପର୍ବକୁ ସେମାନେ ଗୋଟେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଟାଙ୍ଗୀ ଅଞ୍ଚଳର ସମସ୍ତ ଗୁରୁଜନମାନେ ଏବଂ ଟାଙ୍ଗୀ ଅଞ୍ଚଳର ପୋଲିସ ଅଧିକାରୀମାନେ ଏବଂ ଟାଙ୍ଗୀ ଅଞ୍ଚଳର ଫାୟାର ଅଫିସର, ଆଇନଜୀବୀ ବୁଢ଼ା ଭାଇ ଯେଉଁମାନେ ନିଜର କର୍ମକ୍ଷେତ୍ରରେ ସବୁବେଳେ ବ୍ୟସ୍ତ ବିବ୍ରତ ରହନ୍ତି, କିଛି ସମୟ ଆଜି ଏହି ପର୍ବରେ ସେମାନେ ସାମ୍ବାଦିକ ସଂଘ ଦ୍ୱାରା ଆୟୋଜିତ କରାଯାଇଥିବା ହୋଲି ପର୍ବକୁ ପାଳନ କରିଛନ୍ତି ତାଙ୍କ ସାଙ୍ଗରେ ମିଶିକି। ଏହା ଗୋଟେ ଭାଇଚାରାର ପର୍ବ, ସମାଜକୁ ଗୋଟେ ଉଦାହରଣ ସୃଷ୍ଟି କରିଛନ୍ତି ଯେ ଏଇଭଳିଆ ପର୍ବ ସବୁ ବର୍ଷ ଏଇ ଗିରିଗୋବର୍ଦ୍ଧନ ପାଦଦେଶରେ ଆୟୋଜନ କରାଯାଉ। ଏତିକି ସମସ୍ତଙ୍କୁ ଧନ୍ୟବାଦ ଦେଇ ଶାନ୍ତି ଶୃଙ୍ଖଳାର ପର୍ବ, ଭାଇଚାରାର ପର୍ବ, ଶାନ୍ତି ଶୃଙ୍ଖଳାର ସହିତ ଏହା ପାରିତ ହୋଇଯାଇଛି। ଯେଉଁ ଗଣପର୍ବ ହୋଲି ଅବସରରେ ଆଜି ସାରା ଭାରତ ଆଜି ରଙ୍ଗୀନ ହୋଇଯାଇଛି। ଗାଁ ଠାରୁ ସହର ସମସ୍ତେ ରଙ୍ଗମୟ ହେଉଛନ୍ତି। ଫଗୁଣରେ ସମସ୍ତେ ରଙ୍ଗୀନ ହୋଇଛନ୍ତି। ଏ ଅବସରରେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଗୋଟେ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେଉଁମାନେ 24 ଘଣ୍ଟା ସେବା କରୁଛନ୍ତି ଲୋକର, ସେ ଅଗ୍ନିଶମ ବିଭାଗର କର୍ମଚାରୀ ହୁଅନ୍ତୁ ବା ପୋଲିସ ବାହିନୀର ଅଧିକାରୀମାନେ ହୁଅନ୍ତୁ, ତା ସହ ଡାକ୍ତରମାନେ ଓ ସାମ୍ବାଦିକମାନେ, ସେମାନେ କୌଣସି ପର୍ବ ପାଳନ କରିପାରନ୍ତି ନାହିଁ। ଘରଠାରୁ ବହୁ ଦୂରରେ ରହି ସେମାନେ ଲୋକଙ୍କର ସେବା କରନ୍ତି। ଯେଉଁ ସେବା କରୁଛନ୍ତି ଲୋକଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ସେବା କରୁଛନ୍ତି, ସେଥିପାଇଁ ସେମାନଙ୍କ ମନରେ ଟିକେ ହରସ ଆଣିବା ପାଇଁ, ସେମାନଙ୍କର ଆତ୍ମାର ଯେଉଁ ଅଛି ଆକାଂକ୍ଷା ତାକୁ ଟିକେ ଆଗକୁ ନେବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘରୁ ସମାଜସେବା ପାଇଁ ଦିନଟି, ଏଥିରେ ଆଜି ସମସ୍ତେ ସାମିଲ ହୋଇଛନ୍ତି। ପୋଲିସ ବାହିନୀ, ଅଗ୍ନିଶମ ବାହିନୀର କର୍ମଚାରୀ ସହ ଡାକ୍ତର ବିଭାଗର ସବୁ କର୍ମଚାରୀ ସାମିଲ ହୋଇଛନ୍ତି। ସମସ୍ତେ ହୋଲି ଖେଳିଛନ୍ତି, ମିଠା ଖୁଆଇଛନ୍ତି, ପରସ୍ପର ଆଲିଙ୍ଗନ କରିଛନ୍ତି। ତାହା ସହ ଆଜି ଏହି ହୋଲି ସମସ୍ତ ପାଇଁ ଖୁସିର ପର୍ବ ହେଉ, ଏତିକି ମୁଁ କାମନା କରୁଛି। ଜୟ ଜଗନ୍ନାଥ, ଜୟ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ।